ଜୟ ନିଗମ ଉପଦେଶ ଛାତ୍ରମାନଙ୍କ ପ୍ରତି ବିଳାସ ବ୍ୟସନ ପ୍ରଭାବରେ ବୀର୍ଯ୍ୟହାନି ହୁଏ ଏବଂ ସଂଯମ ସାଧନାରେ ବୀର୍ଯ୍ୟ ଲାଭ ହୁଏ। ଏହି ପ୍ରତ୍ୟକ୍ଷ ସତ୍ୟ ପ୍ରାଚୀନ ଆର୍ଯ୍ୟ ଋଷିମାନେ ଅନୁଭବ କରିଥିଲେ। ସମାଜକୁ ସେମାନେ ଏହି ସତ୍ୟ ପ୍ରଦାନ କରିଥିଲେ। ଭାରତୀୟ ସାଧନା ମୂଳରେ ଏହି ତପସ୍ୟା ବିଦ୍ୟମାନ। ଏହି ତପସ୍ୟା ଫଳରେ ଏହି ସଂଯମ ପ୍ରଭାବରେ ସେ କାଳରେ ଆମ ଜାତିର ବୀର୍ଯ୍ୟ ଲାଭ ଅର୍ଥାତ୍ ଶକ୍ତି ଲାଭ ହେଉଥିଲା। ବର୍ତ୍ତମାନ ଆମେ ସଂଯମ ନାମରେ ଭୀତ ହୋଇ ପଡ଼ୁଛୁ। ଏହି ସଂଯମ ଅଭାବରୁ ଆମମାନଙ୍କ ବୀର୍ଯ୍ୟହାନି ଘଟୁଛି। ଆମେ ଶକ୍ତିହୀନ ହୋଇ ପଡ଼ୁଛୁ ବୋଲି ଆମ ଚିତ୍ତ ଓ ଦେହ ଉପରେ ବୈଦେଶିକ ପ୍ରଭାବ ବିସ୍ତାର ଲାଭ କରିଅଛି। ସେ ସମୟରେ ଛାତ୍ରମାନେ ଗୁରୁଗୃହରେ ସଂଯମ ଓ ତପସ୍ୟାର ଅନୁକୂଳ ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ବନ କରୁଥିଲେ। ବର୍ତ୍ତମାନ ସେ ଗୁରୁଗୃହ ନାହିଁ କିମ୍ବା ସେ ବ୍ରହ୍ମଚର୍ଯ୍ୟ ସାଧନ ମଧ୍ୟ ନାହିଁ। ସଂଯମ ଅଭାବରୁ ଛାତ୍ରମାନେ ହୀନବୀର୍ଯ୍ୟ ହୋଇଯିବାରୁ ପ୍ରକୃତ ଜ୍ଞାନ ଲାଭ କରିବାକୁ ସେମାନେ ସମର୍ଥ ହେଉନାହାନ୍ତି ଏବଂ ସଂସାର ଧର୍ମ ଯଥାଯଥ ପାଳନ କରିବାକୁ ମଧ୍ୟ ସକ୍ଷମ ହୋଇପାରୁନାହାନ୍ତି। ଏହି ବୀର୍ଯ୍ୟହୀନ ପିତାମାତାଙ୍କ ସନ୍ତାନମାନେ ଅଳ୍ପାୟୁ, ଭଗ୍ନ ସ୍ୱାସ୍ଥ୍ୟ, ମୂର୍ଖ ଓ ଅଙ୍ଗହୀନ ହୋଇପଡ଼ୁଛନ୍ତି। ସେହି ସନ୍ତାନମାନେ ପୁଣି କାଳକ୍ରମେ ସମାଜ ପରିଚାଳନା କରୁଛନ୍ତି। ଫଳରେ ଏତାଦୃଶ ସମାଜ ଏବଂ ଦେଶର ଅବସ୍ଥା କିପରି ହେବ ତାହା ସହଜରେ ଅନୁମେୟ। ବର୍ତ୍ତମାନ ସମାଜର ଏହିଭଳି ଦୁର୍ଦ୍ଦଶା ଦେଶର ବାଳକ ବାଳିକାମାନଙ୍କର ଶିକ୍ଷାର ବ୍ୟବସ୍ଥା ଦେଖି ଭାବି ଫଳ କିପରି ଭୀଷଣ ହେବ ତାହା ସ୍ମରଣ କଲେ ହୃତ୍କମ୍ପ ଜାତ ହେଉଛି। ହେ କୋମଳମତି ଛାତ୍ରବୃନ୍ଦ, ତୁମେମାନେ ଆଜିଠାରୁ ସାବଧାନ ହୁଅ। ଅସଂଯମ ସ୍ରୋତରେ ନିଜକୁ ଭସାଇ ଦିଅ ନାହିଁ। ଦେଶ ଯେ କିପରି ଉଚ୍ଛନ୍ନ ପଥରେ ଗତି କରୁଛି ତାହା କହି ହେଉନାହିଁ। ଶିକ୍ଷା କଥା ତେଣିକି ଥାଉ। ଶିକ୍ଷା କ୍ଷେତ୍ରଗୁଡ଼ିକ ବର୍ତ୍ତମାନ ଏପରି ଭାବରେ କଳୁଷିତ ହୋଇଯାଇଛି ଯେ 10-11 ବର୍ଷ କିମ୍ବା ତନ୍ନିମ୍ନ ବୟସରୁ ବାଳକମାନେ ସଂସର୍ଗ ଦୋଷରେ ଅପ୍ରାକୃତ ଉପାୟରେ ଶୁକ୍ରକ୍ଷୟ କରୁଛନ୍ତି। ଏହି ବ୍ୟାଧି ଏପରି ସଂକ୍ରାମକ ହୋଇପଡ଼ିଛି ଯେ ସ୍କୁଲ କଲେଜରେ ଏହି ରୋଗ ଆକ୍ରମଣ କରି ନ ଥିବା ଛାତ୍ର ନାହାନ୍ତି କହିଲେ ଚଳେ। ଏହିସବୁ ବାଳକମାନେ ଏହାର ବିଷମୟ ଫଳ ନ ବୁଝି ଅପରିଣତ ଅପରିପୁଷ୍ଟ ଶୁକ୍ର ଅନୈସର୍ଗିକ ଉପାୟରେ କ୍ଷୟ କରୁ କରୁ ଯେତେବେଳେ ଏକାବେଳକେ ହତ ଶୁକ୍ର ଓ କ୍ଷୟରୋଗଗ୍ରସ୍ତ ହୋଇପଡ଼ୁଛନ୍ତି ସେତେବେଳେ ଆଉ କିଛି ଉପାୟ ନଥାଏ। ଏପରି କେତେ ବାଳକ ଯେ ଅକାଳରେ କାଳ କବଳରେ ପତିତ ହେଉଛନ୍ତି ତାହା ସଂଖ୍ୟା ନାହିଁ। ବାଳକମାନେ ଯେତେବେଳେ ଏହାର ପରିଣାମ ବୁଝିପାରୁଛନ୍ତି ସେତେବେଳେ ଗୋପନରେ ଚିକିତ୍ସକମାନଙ୍କ ଶରଣାପନ୍ନ ହେଉଛନ୍ତି। କିନ୍ତୁ ଚିକିତ୍ସକଙ୍କର ଅର୍ଥ ଉପାର୍ଜନ ବ୍ୟତୀତ ରୋଗୀମାନଙ୍କର ରୋଗର ପ୍ରତିକାର ହେଉନାହିଁ। ସେତେବେଳେ ଏମାନେ ନାନା ପ୍ରକାର କୃଚ୍ଛ ବ୍ୟାଧି କବଳରେ ପଡ଼ି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ନିରାଶ ଭାବରେ କାଟିବାକୁ ବାଧ୍ୟ ହେଉଛନ୍ତି। ସେତେବେଳେ ସେମାନଙ୍କର ଜୀବନ ପ୍ରତି ଧିକ୍କାର ଜନ୍ମୁଛି। କିନ୍ତୁ ସେତେବେଳେ କାନ୍ଦିଲେ ଆଉ ବା କ'ଣ ହେବ? ଏହା ହିଁ ତ ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କର ଅବସ୍ଥା। ବାଳକମାନଙ୍କର ଏ ଅବସ୍ଥା ପିତାମାତା ଯେ ଜାଣୁନାହାନ୍ତି ତାହା ନୁହେଁ, କିନ୍ତୁ ଜାଣିଲେ ବା କରିବେ କ'ଣ? ଦେଶ ଯେତେବେଳେ ଏହି ପଥରେ ଦୌଡ଼ୁଛି ତାହାର ଗତିରୋଧ କରିବ କିଏ? ଏତିକି ମାତ୍ର ବଳବୀର୍ଯ୍ୟହୀନ ଗୃହସ୍ଥମାନେ ଆଜିକାଲି ଗ୍ରାହସ୍ଥ ଧର୍ମ ଉଦ୍ଯାପନ କରୁଛନ୍ତି। ସୁତରାଂ ଏହି ବୀର୍ଯ୍ୟହୀନ ସମାଜର ଦୁର୍ଦ୍ଦଶା ଯାହା ହେବାର କଥା ତାହା ହିଁ ହେଉଛି। ଜୟ ନିଗମ ଉପଦେଶ। ଜୟ